जो सुधर्मा सभा सभारे आगे तो श्रोता वक्ता गाहन नाच गाहन सब किसी कहि परिबो बोली माने नाही जहा जानि थिबा गुरु आज्ञा रे कहिबा मत एडी सिखि के जिबा हां 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 हे पंडित मंडली गे सुनिबे दई मन भाई ना भाभी पचारि तुमको गोटे प्रश्न आ किए तो पचार ना मुझे पचार दे तुम पे मु अच्छी बरा मत ऑर्डर हो जाई से भाईना टिके बसंतु तमे पचारियो हां काई पचारलो डाक देवता हां आधुनिक रे डाकी देबा डाक दियो हां ए नुआ जुबर जा ए नुआ बयस रे काई आसी गल हे नुआ जुबर जा हे केहू प्रसन्न रे रही छागे नुआ रसी कर जा केहू नुआ विषय को लगिला मजा गे नुआ रसी कर जा अच्छा क्यों विषय रे भाई छी मन ताई रे क्यों विषय रे बड़ी छी मन सुंदर देवता हे दियो कोगिण शुणिबे दैण मन हे देवता शुणुथु बेदई मन भाई रे छोट हेउ कि बड़ हेउ हाँ लक्ष्य नहीं जमा अल्प शिक्षा मोर पुणी होई अछि सिना हेले पचारिली बोली किछि भाबिबो नाही तुमे मोर लेखारे होइबो जे सानो भाई मोर आशीर्वाद मध्य तुम पर तुमको दया रखी थांतु जे मंगला मातर मात्र तुम्हें मोर भाई मु तो होइबी भाई मु कौन पाई घोड़ी देली रे घरू तो जाए तुम्हें तो भाई मु तो भाई मु बड़ा भाई तुम्हें तो अट सान भाई अच्छा मु तमर भाई तमे मोर भाई भाई हेलन की तमे बड़ भाई मु सान भाई हां मु कौन पाई घोड़ीली तुमको अटई मु घोड़ीली ना आउ किए घोड़ीला छंद रखी भाई एटा छंद रखी पचारुछि तुमको होला सबु जाक कहले नांज दब धरी ना तेणु दुई जन को मु देखाई थी बहन अच्छा तमे बड़ भाई मु सान भाई तमे मते घर कोड़ देला बा घोड़ीली तो जीव तो बाध्य घर काट देला हां माने घर काड़ियार दी प्रकार बाप एटु पळ बेले एटा भलो ना बाटा गिरी पिटी गिरी कोइल नंदा जाउछु ना ए कोड़ दियो रे घर हां 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 पूरी बाकी कल्पना रे अना अना पूरी बाकी कल्पना रे अना अना भाई ना से बड़ भाई किया सान भाई किए बड़ भाई सान भाई के घर बड़ भाई तो घोड़ दी बड़ भाई घोड़ दे क्या भूल करथियो बोला जाउतु ना नहीं बे हां जाउतु ना नहीं बे बिना गेटू घोड़ देला सान भाई के ना सान भाई घोड़ देला बड़ भाई के बड़ भाई घोड़ देछि सान भाई हां बंदई जगन्नाथ कमला देवी पति श्वेत पद्म लोचन त्रिपुंड कला मूर्ति हां गरुड़ स्तंभ पछे निरेखी जाऊं कपड़े ब्रह्म ज्योति दिशिला दाऊ दाऊ
କମଳ ଦଳ ମାଳ ଶିରରେ ଶୋହେ ଶ୍ବେତ ସେବତୀ ପୁଷ୍ପ ଚୂଳ ଶରଣ ମେରୁ ପ୍ରାୟ ପ୍ରଳମ୍ବ ଭୂତ ରାଶି ସୁରଙ୍ଗୀ ମା ଅଧରୁ କି ପଡୁଛି ସୁଦ୍ଧା ଖସି ବିସ୍ତାର ଗଣ୍ଡସ୍ଥଳ ସୁନ୍ଦର ଗତି କ୍ଷୀଣ କାଛାଣୀ ପିତବାସ ମୋହି ଜନ ମନ ଭାଇ ଭଗ୍ନି ସଙ୍ଗ ଦେଖେ ନୀଣ କରୁ ନୀଳା ଝଟ ଝଟ ଶ୍ରୀମୁଖ ଦିଶଇ ଚକା ଡୋଳା ନୟନେ ଦେଖି ଅଛି ମନରୁ ଯାଉ ନାହିଁ ପୁଣି କେଉଁ ଜନ୍ମେ ଦେଖିବି ଅବାକାହିଁ ହରିବି ପ୍ରଦକ୍ଷିଣ ହରିବି ପାପ ରାଶି ସାରିବି ଶ୍ରୀ ନିର୍ମାଲ୍ୟ କୈବଲ୍ୟ ହାତେ ବସି ତବ ନାମ ଭଜୁଥିବି ନୀତି ଚକାଖି ତବ ନାମ ଭଜୁଥିବି ନୀତି ବୁଝାଇକିରି କହିବା ରାମାୟଣ ମଧ୍ୟରେ ରାମାୟଣ ହେଲା ତ ହେଲା ନହେଲେ ଭାରତ କହିବା ଭାରତ ନହେଲେ ହରିବଂଶ କହିବା କିନ୍ତୁ ପ୍ରଥମେ ରାମାୟଣ ମଧ୍ୟରେ ମୁଁ ଉତ୍ତର ଦେବାକୁ ଚେଷ୍ଟା କରୁଛି ଆମର ଆଜ୍ଞା ଆସିଗଲେ ଗାଇବାକୁ ଇଚ୍ଛା ଆଜ୍ଞା କିନ୍ତୁ ଦେହ ଦୁର୍ବଳ ମନ ପ୍ରବଳ ଲେଖିଲେ ଆମର ଯଦୁମଣି ମହାପାତ୍ର କଣ ଲେଖିଲେ ନୟାଗଡ଼ ରାଘବ ବିଳାସ ମଧ୍ୟରେ କଣ ଲେଖିଲେ ପୂର୍ବ ଦେବତା ସର ବରି ଭରତାଗେ ଦୂତ ବାର୍ତ୍ତା କଲା ପ୍ରକାଶ ଅଶୋକ ବନେଶ ସକଥିବା ବଧୁ ଅଶୋକ ବନେଶ ସକଥିବା ବଧୁ ବନ୍ଧୁ ସିନ୍ଧୁ କୂଳେ ପ୍ରବେଶ ହାସ୍ୟ ରସରେ ଶତ ଭାଷା ଭାସିଲା ଦଶ ଗ୍ରୀବ ହାସ୍ୟ ରସରେ କେମିତି ସୁନ୍ଦର ଭାବରେ ଯଦୁମଣି ମହାପାତ୍ର ଲେଖିଛନ୍ତି ଆଜ୍ଞା ପୂର୍ବ ଦେବତା ସର୍ବରି ଭର୍ତ୍ତା ପୂର୍ବର ଦେବତା ମାନେ ହେଲେ ଅସୁର ଗୋଟେ ବାପାର ଦିଟା ପୁଅ ଆଙ୍କର ସ୍ୱଭାବଟା କୁର ସ୍ୱଭାବ ହେବାରୁ ଆଙ୍କେ ହେଲେ ଅସୁର ସାନ ଭାଇ ମାନଙ୍କର ଭଲ ସ୍ୱଭାବ ଧର୍ମ ସ୍ୱଭାବ ହେବାରୁ ଆଙ୍କେ ହେଲେ ଦେବତା 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 ଅସୁର ଗୋଟେ ବାପା ପୂର୍ବ ଦେବତା ହେଲେ ଅସୁର ପୂର୍ବ ଦେବତା ସର୍ବରି ଭର୍ତ୍ତା ସର୍ବରି ବୋଲନ୍ତେ ରାତ୍ର ରାତ୍ରର ଭର୍ତ୍ତା ହେଲେ ଚନ୍ଦ୍ର ଦାନବ କୂଳର ଚନ୍ଦ୍ର ହେଲେ ଅସୁର କୂଳର ଚନ୍ଦ୍ର ହେଲେ ରାବଣ ରାବଣ ପୂର୍ବ ଦେବତା ସର୍ବରି ଭର୍ତ୍ତା ଆଗେ ଦୂତ ବାର୍ତ୍ତା କଲା ପ୍ରକାଶ ରାବଣର ଗୁପ୍ତ ଦୂତ ଦି ଜଣ ଶୁକ ଆଉ ସାରଣ ଶୁକ ସାରଣ ମନ୍ତ୍ରୀ ଦିଟା କହିଲେ ହେ ବିଂଶ ଅଶୋକ ବନେ ଆପଣ ଅଶୋକ ବନରେ ଯାହାକୁ ରଖିଛନ୍ତି ବାନ୍ଧି କରି ତାଙ୍କର ବନ୍ଧୁ ହେଲେ ରାମଚନ୍ଦ୍ର ସିନ୍ଧୁ କୂଳ ପ୍ରବେଶ ସିନ୍ଧୁ ବୋଇଲେ ସମୁଦ୍ର ସମୁଦ୍ର କୂଳରେ ଆସି ବନ୍ଧ ବାନ୍ଧିଲାଣି ଲଙ୍କାକୁ ବିନାଶ କରିବା ପାଇଁ ରାବଣ କହିଲା ହେ କିଏ ସେ ରାମ 7 ସମୁଦ୍ର ମଧ୍ୟରେ ମୋର ଲଙ୍କା ସେ ଲଙ୍କା ସମୁଦ୍ର ପାର ହେଇକି ଲଙ୍କା ଭିତରକୁ ଆସିପାରିବ ନାହିଁ ଯାଏ ସୀତାକୁ ଉଦ୍ଧାର କରିବାକୁ ଆସିନଥିବ ଯାଏ ସମୁଦ୍ର ଭିତରେ ବୁଡ଼ି ମରିବାକୁ ଆସିଥିବ ହାସ୍ୟ ରସରେ ଭାଷା ଭାସିଲା 10 ଗ୍ରୀବ ବୁଡ଼ି ବୁଡ଼ି ହଂସର ପୁଣି ଆଜ୍ଞା ବୁଡ଼ିଗଲା ହେଲେ ତମେ କହିଛ ବିଭୀଷଣ କହିଲା ଭାଇ ନା ହସନ କଣ ହବ ସାନ ଭାଇ ବିଭୀଷଣ ମହାଜ୍ଞାନୀ ବିଭୀଷଣ କହିଲା ଭାଇ ନା ହସନ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ସାମାନ୍ୟ ନୁହନ୍ତି ନାହିଁ ଯଦି ସମୁଦ୍ର ପାଖକୁ ଆସିଗଲେ ଲଙ୍କା ଆଉ କେତେ ଦୂର ନାହିଁ ନାହିଁ ନିଶ୍ଚୟ ଲଙ୍କାରେ ପହଞ୍ଚିବେ ଲଙ୍କାକୁ ବିନାଶ କରି ସୀତାଙ୍କୁ ଉଦ୍ଧାର କରି ନେଇଯିବେ ଏଣୁ ଆପଣ ଏତେ ବଡ଼ କାଣ୍ଡ ନ କରି ରାମଙ୍କ ପାଦରେ ଶରଣ ବସି ସୀତା ମାତାଙ୍କୁ ଉଦ୍ଧାର
ହେଲେ ଆପଣ ଫେରାଇ ଦିଅନ୍ତୁ। ଆଜ୍ଞା ରାଗରେ ଜର ଜର ହୋଇଗଲା ରାବଣ ମାରିଲା ଯେ ପଡ଼ିଲା ବିଭୀଷଣ ରାଗ ହୋଇ ମାରିଲା ଗୋଟିଏ ନାତ ତାହାକୁ ବିଭୀଷଣ ଗଡ଼ି ଗଡ଼ି ପଡ଼ିଗଲା ତଳକୁ ତଳେ ପଡ଼ି ବିଭୀଷଣ ଗଲା ଗଡ଼ି ଗଡ଼ି ବୋଇଲା ସରିଗଲା ଆଜି ଲଙ୍କାର ସିରି। ଏଣେ ବିଭୀଷଣ ଭାବିଲା ଆଉ ମୋର ରକ୍ଷା ନାହିଁ ନାହିଁ ରାବଣ ପାଖରୁ ରାମଙ୍କ ପାଖରେ ଯାଇକି ଶରଣ ପଶିଲା। କହିଲା ପ୍ରଭୁ ମତେ ଶରଣ ରଖ। ବଡ଼ ଭାଇ ସାନ ଭାଇକି ବାଡ଼େଇକିରି ପିଟିକିରି ଘରକୁ ଆଣିଲା। ହେଲେ ଆପଣ କହିବାକୁ ଗଲେ ବିଭୀଷଣ ଏବଂ ରାବଣ ନାଇଁ କି ଶରଣ ପଶି ଆସି ଶରଣ ପଶିଲା ଇଏ ଆଉ ଶରଣ ପଇନି ଏ ଶରଣ କଥା ମୁଁ କହିନି ମାତ୍ର ଛନ୍ଦ ଅଛି ଭାଇ କହୁଛି ମୁଁ ସମସ୍ତ ଆଗରେ କହୁଛି ଛନ୍ଦ ଅଛି କଥା ଦେଲେ ଜଣା ପଡ଼ିବ। ଆଉ ଶରଣ ଆରିଆ ସାନ ଭାଇ ବଡ଼ ଭାଇ କି ଦେଲା କଇଣ ये बड़ भाई सान भाई की दौठी कई तके लज्जा नहीं घरू रे तू जाओ पणाई मात्र बड़ भाई जोगरे न जाऊछि धन कहीं जीव से बड़ भाई कही देली एथर खोली करी ना। अच्छा बड़ भाई कहूँ तते लाज नहीं। हाँ जा देखिले तो पड़ो। अच्छा रामायण कहले पाइब कि मन इटा नेद्रा नगले महाभारत की कही भी बुझाई। कहतु कहतु महाभारत भाई भारत कहिले कि पाइब मन एबे सुंदर करी पचारि अछ आपण हौरे भारत श्रुति मात्रेण गंगा स्नान मानवः विष्णु स्वरम नित्यम सर्वपातकर परमिच्छते। ठीक ए दिने युधिष्ठिर द्रौपदी बणी लगी सुंदर धन्य धन्य प्रमोद भाईना हे मुंड को तुमर कहीदेली जेते बेले लाख बिंधी द्रौपदी की आनिले अर्जुन कुंती पाखक बांच कले जे गमन फलटे आनीछु बोली पांडवे कहिले बांटी करी खाओ बोली माँ कहीदेले। पांडव पांच भाई कहले माँ फलटे आनीछु माँ कुंती कहले फल जदि आनीच पांच भाई जा बांटिकी खाओ बड़ अड़ुआरे पड़गले कौन अड़ुआरे। अच्छा माँ यहाँ फल होता सीना काटिकी खाई फल तो नहीं किंतु आम लाख बिंधार फल कन्या आनीछु माँ जो देखिले कौन कले बोले मार कथा अन्यथा हेब ना नहीं पांच भाई जिणिकी आनीच हाँ पांच भाई जाक ग्रहण कर बांटिकी खाओ। अच्छा सप्ताह केते बार 8 बार बरा 7 बार केते महापुर घंटा नब 7 बार। अच्छा 7 बार रे तमे पांच भाई 5 दिन बांटिकी खाओ। हाँ अच्छा आद्य बार पुणी कहार धर्मराजंगर ठीक सोमवार पड़िला पुणी वीर वृकोदर हाँ मंगलवार पुणी होइला पार्थंगर हाँ बुधवार होइला पुणी जे नकुलंगर हाँ गुरुवार होइला सहदेवंगर ठीक 5 भाई सीना 5 दिन पाली करदेले हाँ समस्त डाले वीरवर भीम कौन है भीम को डाले भीम को डर कहले गोटे नियम करबा कौन नियम ना कौन से नियम द्रौपदी मंदिर रे के जीवा हाँ मंदिर बाहर पांडे दिटा बा चप्पल नाले कठौ नाले एटा नाले सैडा कोडा रखियो जदि द्रौपदी कक्ष को जीवा पूर्व कठौ अछि बा चप्पल अछि हां जानिबो द्रौपदी मंदिर रे के जण अछि हां हां सत कथा आगे ए कथा पांडव माने विचार कले हां अग्नि देवता दिन माया कले कौन कले कहले 5 भाई जाका जो असम्मान करिबी हां हां आगे दिन अग्नि देवता पुणी होइले कुकुर दिने कुकुर रूप गुहेले बस्यानर ए बापा कहउचंदी सत मना नहीं प्रश्न समान लाखरे आउची मात्र गोटियाडे भूल गल करी तुम
ସେଇଟା କହିଲେ ମୋର କଥା ହୋଇବ ତେଣୁ ଆରେ ବଡ଼ ଭାଇ ସାନ ଭାଇ କି ଘଉଡ଼ିଲା କିମ୍ବା ଯୁଧିଷ୍ଠିର ଅର୍ଜୁନକୁ ବନକୁ ପଠାଇଲା। ହଁ ସେ କଥା ମୁଁ ତ ଯେବେ ଯୁଧିଷ୍ଠିର ଦ୍ରୌପଦୀଙ୍କ ଦେଖିଲା ପ୍ରୀତି କଣ ଗଲେ 12 ବର୍ଷ ବନ ଯିବେଟି। ଆରେ କାହିଁକି ସେ ପ୍ରୀତି ଦେବାକୁ ଚଳିଗଲା? ବଡ଼ ଭାଇ ତ ଯାଇଥିଲା ଅର୍ଜୁନ ଜାଣିଲା। ଭାଇରେ ବଡ଼ ଭାଇ ଯାଇଛି ବୋଲି ସାନ ଭାଇ ଜାଣିଛି କାହିଁକି ସେ ଅର୍ଜୁନ ସେଠିକି ଯିବ? ଯଦି ଘରେ ବଡ଼ ଭାଇ ଅଛି ସେ ଜାଣିଛି ଅର୍ଜୁନ ଭାଇ ମୋର ଅଛନ୍ତି ହେଲେ ଅର୍ଜୁନ କାହିଁକି ଯିବ? ଭାଇ ହଁ ଧର୍ମରାଜ ହେଲେ ନିର୍ବିକାର ପୁରୁଷ। ଏଠି ମଧ୍ୟ ଯୋଉ କବି ଲେଖିଲା ସେ ଗଞ୍ଜେ ଟାଣିକି ଲେଖି ନାହାନ୍ତି। ହଁ ହଁ ଅର୍ଜୁନ ମୂର୍ଖ ନୁହନ୍ତି କି ଯୁଧିଷ୍ଠିର ମଧ୍ୟ ମୂର୍ଖ ନୁହନ୍ତି। ନାଇଁ ସବୁ ତ ପଣ୍ଡିତ। ନିର୍ବିକାର ପୁରୁଷ ହଉଛନ୍ତି ଧର୍ମ ନିରଞ୍ଜନ ଯୁଧିଷ୍ଠିର। ନିଶ୍ଚିତ ଅର୍ଜୁନ ଭାବିଲେ ଧର୍ମଙ୍କର ପାଳି ହେଲେ ମଧ୍ୟ ଯୁଧିଷ୍ଠିର ନଥିବେ କାହିଁକି ତାଙ୍କ ପାଖରେ ବିକାର ସେତ ନାହିଁ। ଏଇଠି କଣ ଯଦି ଯୁଧିଷ୍ଠିର ଥାନ୍ତେ ଚପଲ ଥାନ୍ତା ଆଜ୍ଞା ଯୁଧିଷ୍ଠିର ନାହାନ୍ତି ବୋଲି ନିର୍ଭୟରେ ବସିଗଲେ। ମୁଁ ତମେ କହିବାଟା ମୁଁ କାଟୁନି। ମୁଁ ମହାଭାରତ କାଲି ପରା ଦେଖିଛି ଭାଇ ଇଏ ଦେଖିବାରୁ ପଚାରୁଛି ତୁମକୁ ନହେଲେ ପଚାରିବାର ଶପତି ନାହିଁ। ସେ ପରା ସେମିତି ଯାଇନାହାନ୍ତି ତ ଆଉ କଣ ଅଛି ମତେ କୁହ ତୁରିତ। ଆଚ୍ଛା ଦ୍ରୌପଦୀ ମନ୍ଦିରକୁ ଏ ଯୋଉ ଯୁଧିଷ୍ଠିର ଦ୍ରୌପଦୀଙ୍କର ପ୍ରେମ ଲାଗିଥିଲା ଅର୍ଜୁନ କାହିଁକି ଗଲେ ଏଇଟା କିଏ? ହଁ ଯେ ମୁଁ ହେଲି ବଡ଼ ଭାଇ ତମେ ହେଲ ସାନ ଭାଇ ମୁଁ ଅଛି ସେ ଘରେ ତମେ ଯାଇପାରିବ କି? ଯାଇପାରିବନି। ତମକୁ କିଏ ଜଣେ ପେଲିଲେ ନା ତମେ ଯିବ ଆଉ କିଏ ଜଣେ ଏଥର ବତାଇ ଆହୁରି ଅର୍ଜୁନ ପାଖରେ ପୁଣି କିଏ ଥିଲା ଯେ ରଙ୍ଗିଣ କିଏ କହୁଥିଲା ଅର୍ଜୁନ ଯା ସେଟା କହୁନ। ଅର୍ଜୁନ କିଏ ଜଣେ ପେଲିଦେଲା ଆଉ ନ ପେଲିଲେ ସେ ଯିବ କି? ଆରେ ଅଗ୍ନି ଦେବତା ପୁଣି ହଇଲେ କୁକୁର। ଶୁଣ ଆଜ୍ଞା ଦି ପ୍ରାଣ କୃଷ୍ଣ ସିଂହର ଗୋଟେ ଲେଖା ସାରଳାର ଗୋଟେ ଲେଖା। ଅଗ୍ନି ଦେବତା ପୁଣି ମାୟା ଯେ କରିଲେ ଅଗ୍ନିଙ୍କର ଗୋଟେ ରାଗ ଥିଲା ଅର୍ଜୁନ ଉପରେ। ଅଗ୍ନି ଦେବତାଙ୍କର ଗୋଟେ ରାଗ ଥିଲା ଅର୍ଜୁନ ଉପରେ। ଭାବିଲା ଆଜି ଅର୍ଜୁନଙ୍କୁ ବନବାସ ଦଣ୍ଡ ଦେବି। ଖାଣ୍ଡବନକୁ ମାଗିଥିଲା ଅର୍ଜୁନ ମନା କରିଦେଇଥିଲା। ଏଥର ବାଟୁ ଖାଣ୍ଡବନକୁ ମାଗିଥିଲା ଅର୍ଜୁନ ମନା କରିଦେଇଥିଲେ। ମନା କରିଦେବାରୁ ଅଗ୍ନି ଦେବତା ରାଗରେ ହଇଲା ଜର୍ଜର। ଆଜ୍ଞା ମାୟାର ଗୋଟିଏ ଧକ୍କା ମାରିଲେ କେବଳ। ଆରେ ଶୁଣ ରେ ପାଣ୍ଡବ ଏବେ ଅର୍ଜୁନ ବୋଲା ଯଦି ମୋର କଥା ନ କରିବୁ ରେ ବୋଲା ମାଳା ଆରେ ଖାଇଦେବି ତ ବନରେ ନ ସରିବ ଭାଳା। ଏତିକି ବୋଲି କହନ୍ତି ବଚନ ସେଦିନ ଅର୍ଜୁନ ଯୋଡ଼ି ଦେଲେ କର କିସମ କରିବି ବୋଲି ମନେ ତାଙ୍କର ବୋଇଲେ କେତେ କଥା କଲଣି ଦଣ୍ଡା ସେଦିନ ନମସ୍କାର କରିଲେ ଅବା ଆଜ୍ଞା ମାନି ଗଲେ ପୁଣି ତାହାଙ୍କ ବଚନ କହିବାରୁ ସେ ହଁ କରିଦେଲେ ଅର୍ଜୁନ ପୂର୍ଣ୍ଣ ହଁ କରିଦେଲେ ସିନା ଯିବେ କେମିତି? ମାତ୍ର ଅଗ୍ନି ଋଷି ପୁଣି ଯେ କୁକୁର ହୋଇଲା କଠାଉ ଦୁଇ ଗୋଟି ତାଙ୍କ ଘେନି ଗଲେ କହିଲେ ଯଦି କଠାଉ ଥିବ ତାଙ୍କର ନ ଯିବେ ରେ ପାଣ୍ଡବ ଅର୍ଜୁନ ମାତର। ସେଦିନ କଠାଉ ଘେନି ଚଳିଲେ ଭାଇରେ ଦଇବ ଯୋଗେ ଅର୍ଜୁନ ପଳାଇ ଗଲେ। ଯୁଧିଷ୍ଠିର ଦ୍ରୌପଦୀଙ୍କ ଲାଗିଥିଲା ଶୃଙ୍ଗାର ଏ ଦୃଶ୍ୟ ଦେଖି ଦେଲା ଇନ୍ଦ୍ରଙ୍କର କୁମର। ଦକ୍ଷିଣ ଧର୍ମରାଜା ମହାଲଜ୍ଜା ହୋଇଲେ ଧିକଏ ନାରୀ ପ୍ରେମ ବୋଲିଣ ଝିଙ୍ଗାସିଲେ। ଆରେ ଲଜ୍ଜା ହୋଇଲେ ପୁଣି 3 ଜଣ ଧର୍ମ ଅର୍ଜୁନ ମନେ ବିଚାରିଲେ ବଡ଼ ଭାଇର ପ୍ରୀତି ଦେଖିଲେ ନେତ୍ରରେ। ହେଲେ ଆଜ୍ଞା ଯଦି ବଡ଼ ଭାଇର ପ୍ରୀତି ଦେଖିବ ସାନ ଭାଇ ଆଉ କଣ ଭାଇ ମାନେ ଥିବେ ତାକୁ କହିବ କି ଭାଇନାଙ୍କର ପ୍ରୀତି ଦେଖିଲେ ଏମାନେ ତ ଆଗରୁ ପଣ ରଖିଥିଲେ କହିଲେ ଭାଇନା ଆମେ ତ ଆଗରୁ ସତ୍ୟ କରିଛେ କିଏ ଯଦି ଅମାନ୍ୟ କରିବ ବନମାମି ହେବ। ଆହୁରି 12 ବର୍ଷ ବନବାସ ଯେ ଯିବି ମୁହିଁ ବନସ୍ତର ଯେ କଷ୍ଟ ଭୋଗିବି ମୁହିଁ ବଡ଼ ଭାଇ ପାଦରେ ହୋଇନା ନମ
नमस्कार बनगामी होइला अर्जुन वीरवर बनरे 12 वर्ष दुख जेबे पाइबी बड़ भाई प्रेम दोष देखी मु दूर हेबी बड़ भाई घौड़ी देला सान बनगु बड़ भाई घौड़ीला सान को बनगु कहिले कि बड़ भाई पाइब मन तुमगु पचारि थिली जहा होइला ताहा आज्ञा प्रीति देखिबार बड़ भाई रगिया से दिन दुरष्टि तांकु थिले कोई ये जो पण रखी थिले पुणी ये 5 भाई से जोगु अर्जुन बनवास जीव बड़ भाई कथारे अर्जुन चलिब हे गला ये मोर प्रश्न एबे आउ गोटिए कथा शुण हे निरंजन मु तो बड़ भाई तुमर बापा समान बापा समान नहीं कौन हम नहीं करतो बड़ भाई बापा तुल्य हेला ना नहीं हौ न लेबे चित्रसेन भाई ना हम बापा समान नहीं तमे हेल बापा तुल्य बड़ भाई बापा तुल्य नहीं जदि नहीं करियल सियाड़ कहि दी ना के हेल तो बड़ भाई बापा तुल्य नले तुम्बा आज्ञा पुणी आम बापा समान नले आमर बापा जे पुणी बापा समान भाई रे बड़ भाई की बापा समान कहती बड़ भाई माई किला कोठे हेइला एटा कोन जण पड़लानी क्या कहबे कोन डई पड़ला ना कोन कहला नहीं ए कथाटा खचिया अरे बड़ भाई बापा समान तू मो बड़ भाई तू मोर बापा समान तो भाजा मो भाजा गोटे ना लास्ट वाक्यटा नहीं रे बड़ भाई बापा समान माँ केबे हेइतिला बड़ भाई बड़ भाईटा बापा समान माँ केबे हेइतिला हाँ माँ समान बड़ भाई बापा समान ना मां समान है बड़ भाई बापा समान है हां बापा समान मात्र समस्ते कहउछंती रे बापा तो समान मु कहउछि बड़ भाई माँ समान एडा प्रश्न छोड़ेंगे एडा प्रश्न बड़ बड़ बोले तमर ता गेट नहीं हां बिना गेट ओडिया भल लागी भाई गोटे काम करो आज्ञा नमस्कार आमे घर करते ना हेले बाड़ी डाकिल तो द्वार बसे मु डाकी से बाढ़े आईनी मो द्वार बोईनी घर क्या कर रे हेले आज्ञा हाँ टिके भाई टिके आमर आज सभारे गोटे कथा परिचालना कराहब ये जो आमर सार अच्छी पंडा बाबू सी बड़ पंडा वयोज्येष्ठ समस्त ठारू बड़ सी होती पितृतुल्य आमर कोठीशाल आज भगवती नीला लगी सी कहते आमर जो चित्रसेन भाईना कोठीटी को निर्माण करी आज पर्यंत चली चली सी बाबू गदा पकई गदा तांकुड़ी नहीं जीवे बंधरे छाड़ी छाड़ला समय आमर सारे तांकोपाई वस्त्र दिखंड आनी से वस्त्र दिखंड देवाई अनुमति करुच्छे आस भाईना ठीक अच्छे यहाँ सौभाग्यर दिन आईटा तो मुझे कर नदी आशीर्वाद अच्छी निश्चित करा माँ मंगला इच्छा थी निश्चित जीवा आज आमे से वयोज्येष्ठ कलाकार को समस्त सी बापा तुल्य एणुक से बाबू को आज आमे आमे किसी कहीपर से ब्राह्मण ब्रह्मा समान सी जो माँ मंगला बसी हर पार्वती तांको घंट घोड़ाई सहकुटुंबर परिवार उज्जवल करी समस्त मंगल करंतु बोल आनंद कबार हौ ए कुह मोर निरंजन मन करना दे कुह मोर निरंजन मन करना दे शुणवे ये सभा जने बसी भाई रे कालिया कान कहते बे प्रसन्न को बाछी बाछी तेणु रे कालिया कान
ଏବେ କୁହ ମୋ ଭାଇନା ପୂର୍ଣ୍ଣ ମନ ଦେଇ ଏବେ କୁହ ମୋ ଭାଇନା ବଡ଼ ଭାଇ ସିନା ବାପା ସମାନ ଯେ ସିନା ରେ ମୋ ନିରଞ୍ଜନ ମା କେମିତି ହୋଇବ କୁହନ୍ତୁ ଆପଣ ହେ ମୋ ନିରଞ୍ଜନ। बड़ भाई माँ समान हे किए समस्ते बापा बोली कहते बापा समान बापा तुल्य किंतु माँ समान केबे हेबे माँ समान केबे बड़ भाई गई हाँ आज मोर कि बेलरे राति पागेला आज मोर कि बेलरे राति पागेला मोर नारे श्रीक्षेत्र चिठी आसिला 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 श्रीक्षेत्र चिठी आसिला बंधु लिखिछंदी मते चिठी जेबे बसिबा जगार उठी बंधु लिखिछंदी मते चिठी जेबे बसिबा जगार उठी आदि बसी चंदन मोहकी गला मोर नारे श्रीक्षेत्र चिठी आसिला मोर नारे श्रीक्षेत्र चिठी आसिला चिठी आसिला मोर नारे श्रीक्षेत्र चिठी आसिला बड़ गला है प्रमोद आज्ञा अच्छा बड़ भाई की बापा समान समस्ते कहंदी उत्तर कहबे ना आज्ञा से ना बड़ भाई की बापा तुल्य समस्ते कहंदी बड़ भाई माँ समान कोठी होइछंदी शुणिबे बाबू माने डरिन मन कर्ण मार्कंडेय पुराण हृदयवाटी कगिण अति सुंदर भावरे जे कहिबा बुझाई एत मार्कंडेय पुराण टई बगी जदि न आदि माता पुणी पीरती मागिले ब्रह्मा को प्रीति जाचिबारु नास्ति करिले नास्ति करिले ब्रह्मा भगवान एणे विष्णु मध्य देले नास्ति करिण सृष्टि सर्जना पाई आदिमाता ब्रह्मादेव गुड़ा कामातुल हो प्रीति जाचिले आज्ञा ब्रह्मादेव मना कले विष्णु मध्य मना कले आदिमाता भाविले सृष्टिटा केमिति सर्जना हेब आज्ञा ब्रह्म पुरुष अटंदी ईश्वर अष्टांग जोग साथी पुणी सी अटंदी अमर आज्ञा मातृकरण कले मध्य तांको दोष नाही कहीं ब्रह्म ज्ञान साधन करिछंदी ब्रह्म को जिणी पुणी होई अछंदी बैरागी एण मातृकरण करिले माँ संगे जाई आदि नारी संगरे परिवार जे प्रेम एणे जनी की निंदा कले प्रभु नारायण भगवान पुणी जोनी की निंदा कले बोले माँ धिक धिक तुमर जोनी क्या मजला सखी न पारी पुओ संगे प्रेम कल जिते बेले जोनी निंदा कले भगवान विष्णु आदिमाता से मध्य माँ सी कौन छाड़े कि सी अभिशाप देला नारायण को अरे जोनी रे जन्म हेबु जोनी निंदा कलु जोनी को कुर्मी नाल मल मूत्र गर्भरे रखिबु 10-12 पुणी रे जन्म होइबु आज्ञा कर्म बले नारायण जोनी रे गले जन्म आदिमाता अभिशाप देइथिले कृष्ण को विष्णु को बहन एणे ब्रह्मा को मध्य आदिमाता अभिशाप देले नारी निंदा करिलु नारी होइबु तुघिरे कली जुगरे अरे कली जुगरे तुम्हे पुणी होइबा नारी रूप सुभद्रा रूप रखिब जे मर्त्य वैकुंठ बड़ भाई ब्रह्मा विष्णु शिव अटंदी तीन भाई लेखारे ब्रह्मा और शिवंग बड़ भाई हाँ जगत पिता जे ब्रह्मा को कहंदी हाँ बापा बापा समान समस्त हुंदी बड़ भाई ब्रह्मा बापा
जगत जगर बापा बापा विष्णु और शिव मध्य बापा समान हाँ तांके बापा किंतु कली जुगर जी ब्रह्मा सी सुभद्रा अटंदी हाँ एटा सुभद्रा जगतर आदि माता सुभद्रा को कहंदी मो मां मोर स्वरूप जे सुभद्रा सी उग्र तारा अटंदी जे सुभद्रा सी उग्र तारा हाँ जे पुणी सुभद्रा सी उग्र तारा जे अटंदी बड़ भाई मां तुल्य जगत रे खेलेटी कहले कि भाई ना पाइला तुम मन सुंदर भावरे जे कहले टी भवन अरे धूप गोटी देखाई रे मणि रंजन रूप देखिले सिना मन जीव मोर पायण अरे बड़ भाई देवे बापा समान हेला माँ समान दे बाप सेठी होइब भला मात्र तुम्हें कहबार कथा काटिबी नहीं ये बे ब्रह्मा बसिछंती जे सुभद्रा रूप होई अरे ये कथा कहले मन न पाए बड़ा माँ समान माँ समान मु तुमको कही बड़ भाई बापा समान बड़ भाई पितृतुल्य ये मध्य बड़ भाई मातृतुल्य हो धन्यवाद हाँ बहुत दिन पर आज्ञा को देखा आज्ञा मत बही गोटे देखी समर्पण कर देखी पढ़िया को सुजोग मिले पढ़ा हेले भाई ना हाँ बड़ भाई बापा तुल्य बोल कहते माँ तुल्य किए सुभद्रा ब्रह्मा को अर्थ कली हलानी हूँ तुम पाऊनी हाँ तुमर होची तुमर हबन कहीं भाई आज्ञा तीन चार प्रकार कहवा कौन तुम हला हाँ मुझे जिते प्रकार जानती से कह दो ना आप कहीदेवे हाँ हो मुझे दी प्रकार कह आज्ञा नहीं कही ना आज्ञा को साहाଯ୍य मागिबी ना तुम आज्ञा को साहाଯ୍य मागिबी हाँ कहीं ना मागियो तुम सब देबे काढ़ी रे कौनटा देबे ए साहाଯ୍य हाँ नहले आपण कहिबे हाँ ए अरे नारे 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 नाना नारे 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 नाना नारे नारे नाना सुंदर करे एबे उतार कहिबा सिना बापा तुल्य बड़ भाई की कहनी मां तुल्य खेला बड़ भाई क्यों पुराण रे छंद करीण पुणी पचारि देलोटी कही अरे पंचपिता पंचमाता बोली कहती पुराण रे जल मध्य गोटे माँ जे अटई माँ बइले खेबे दुर्गा महामाई आरी माँ बइले पुणी खेबे लक्ष्मी महामाई गोमाता गोटे मध्य माँ जे अटई शिवंगर बड़ भाई होइबे नारायण शिवंग बड़ भाई होइबे भावग्राही ओ दिन मारू पथिले होई देवता असुर मिशी समुद्र मंथिले केते द्रव्य बाहरिला समुद्र रे केते पदार्थ पुणी हेला बाहर आइला आइला पुणी एबे भणदा तुमार शेष रे अमृत जेबे बाहर हेला देवता असुरंग लोभ बढ़िला होइरा देवता माने सर्वे कल विचार अमृत खाइले असुर ए दैव मर्त्य बंचे ना कि नहीं एणु देवता असुरंगर कली खेला लागिला भगवान माया मोहिनी रूप खेले हाँ छलना करी देवता मानू बांटी देले हाँ शेष राहु देवता मान मेल गुप्त छद्म बेश बसला
ଭଗବାନ ନ ଜାଣିପାରି ଦେବତା ବୋଲିକି ଯେତେବେଳେ ଦେଲେ ଦେଲେ ସୁଦର୍ଶନ ଚକ୍ରରେ ମୁଣ୍ଡଟା କାଟିଲେ କାଟିଲେ ସେ ରାହୁ ଆକା ଜଣେ ହେଲା କେତୁ ଜଣେ ହେଲା ରାହୁ ରାହୁ ଶେଷରେ ମୋହିନୀ ରୂପକୁ ଦେଖି ହଁ। ଏଇଟା ଭାଗବତ ଲେଖା ଆଜ୍ଞା ହଁ ଭଗବାନ ଶିବଙ୍କର ବୋଲତ ହୃଦୟ ତରଳିଗଲା ପୁରା ଏକାଥରକେ ହେଇଗଲା କାମ ଜ୍ୱର ପୁରା ଭାରି ପଡିଲା ଆଜ୍ଞା କାମରେ ଜର ଜର ହଇଲେ ସଙ୍ଗର ମୋହିନୀ ପଛରେ ଗୋଡାଇ ଗୋଡାଇ ଗଲେ ଘର ବହୁତ ଦିନ ଗୋଡେଇଲେ ବିଷ୍ଣୁ ଭାବିଲେ ଇଏ ମୋର ସାନ ଭାଇ ଆସୁଛନ୍ତି ମୋର ରୂପକୁ ଦେଖି ଲୋଭ ହୋଇ ହଁ ଏ କାମକୁ ଆଜ୍ଞା କୋଟି ଦଣ୍ଡବତ କାମ କରିଛି ପୁଣି ସାରା ସଂସାରକୁ ନଷ୍ଟ ଏଣେ ଏଣେ ଶିବଙ୍କୁ ଜାଣିଦେଲେ ଭାବଗ୍ରାହୀ ବିଷ୍ଣୁ ବୋଲି ଶିବ ପୁଣି ନ ଜାଣିଲେ ରୋଗୀ ଆଜ୍ଞା ଆଜ୍ଞା ବିଷ୍ଣୁଙ୍କ ମୋହିନୀ ରୂପ ଦେଖି ବଶ୍ୟ ହୋଇ ଗୋଡାଇଲେ ଶେଷରେ ମୋହିନୀ ରୂପ ଛାଡି ବିଷ୍ଣୁ ପୁଣିଆ ଗୋଟିଏ ଗାଈ ରୂପ ହେଲେ ଆଜ୍ଞା ବିଷ୍ଣୁ ଗୋଟିଏ ଗାଈ ରୂପ ହେଲେ ମହାଦେବ ମଧ୍ୟ ବୃଷଭ ରୂପ ହେଲେ ମହାଦେବ ମଧ୍ୟ ବୃଷଭ ରୂପ ହେଲେ ନାରାୟଣଙ୍କ ପଛେ ପଛେ ଗୋଡାଇଲେ ଏଇଟା ଷଣ୍ଢ ଗାଈ କଥା ମୁଁ ନ କହୁଛି ବୋଲେ ବଡ ଭାଇ ସ୍ତ୍ରୀ ନାଇଁ ଆଜ୍ଞା ମୋହିନୀ ରୂପ ଆଗେ ହେଇଥିଲେ ଶିବଙ୍କୁ ସିନା ବଡ ଭାଇ ତମେ ବୁଝିପାରୁନି ଭାଇ ହଁ ହେଲା ହେଲା ଯଦି ଏ ବିଷୟ ହେଲାନି ଅଛି ଅଛି ଉତ୍ତର ଅଛି ଆଜ୍ଞା ନହେଲେ କହିଦେଇ ଆଉ ଜାଣିନି ବୋଲି ଆଉ ଗୋଟେ ପ୍ରକାର କହିବି ଯୋଉଦିନ ଜମଦଗ୍ନି ନାମେ ଥିଲେ ଗୋଟିଏ ଋଷି ପଣ୍ଡିତ ମାନେ ଆଗେ ଦେଇଥିବେ ମତି ମୁଣ୍ଡଟା କଣିଟା ଚେଞ୍ଜ ହେଇଗଲା ଆମେ ହଁ କରିଦବା ସିନା ଆଉ ଉତ୍ତର ଆହୁରି ଗୋଟେ ପ୍ରକାର ହବ ପଣ୍ଡିତ ମାନେ ଆଗେ ଦେଇଥିବେ ମନ ସୁନ୍ଦର କରି ଭାଇନା ଦେଇଛ ପଚାରିଣ ହଁ ହଁ ଏଇଟା ରାମାୟଣରେ ଅଛି ପୁଣି ବ୍ରହ୍ମ ବୈବର୍ତ୍ତରେ ଅଛି ମହାଭାରତରେ ମଧ୍ୟ ଲେଖା ହୋଇଛି ଏ ପଣ୍ଡିତ ମାନେ ଏବେ ଦେଇଥିବେ ମନ ରୁଚିକଙ୍କ ପୁଅ ପୁଣି ଯମଦଗ୍ନି ଦେବହନ ରୁଚିକ ନାମରେ ଥିଲେ ଗୋଟିଏ ଋଷି ଯମଦଗ୍ନି ବୋଲି କରି ତାହାଙ୍କ ସନ୍ତତି ବିବାହ ହୋଇ ଆଜ୍ଞା ବିବାହ ହୋଇଥିଲେ ରେଣୁକା ଦେବୀଙ୍କୁ ବହନ ତାଙ୍କ ଗର୍ଭେ ଜନମୀ ରେଣୁକା ବିବାହ ହୋଇଥିଲେ ରେଣୁକା ଦେବୀକୁ ବହନ କଣ୍ଠ ଦୁର୍ବଳ ଆଜ୍ଞା ରୋଟା କହ ହେଇଯାଉଛି ହଁ ଆଜ୍ଞା ଗାଧିଙ୍କର ଝିଅ ହେଲା ରେଣୁକା ପ୍ରସୂତି ଆଜ୍ଞା ଗାଧିଙ୍କର ଝିଅ ପୁଣି ରେଣୁକା ଅଟନ୍ତି ବିବାହ ହୋଇଥିଲେ ଯମଦଗ୍ନି ମହର୍ଷି 5 ଗଡ଼ି ପୁଅ ପୁଣି ହୋଇଲା ଜନ୍ମ ହଳିରାମ ନୀଳରାମ ଆବର ପୁଣି ରାମ ଆହୁରି ରଘୁରାମ ପୁଣି ଆହୁରି ଅଟନ୍ତି ଶେଷ ପରଶୁରାମ ଆଜ୍ଞା ରଘୁରାମ ପରଶୁରାମ ଆଜ୍ଞା 5 ଗଡ଼ି ପୁଅ ପୁଣି ଯମଦଗ୍ନିଙ୍କର ଥିଲେ ଆଜ୍ଞା ଋଷି ମେଳରେ ପୁଣି ଆଜ୍ଞା ଋଷି ଶିଶୁ ମେଳରେ ବୁଲିବାକୁ ଯାଇଥିଲେ ଦିନେ ରେଣୁକା ପୁଣି ସ୍ନାନ କରୁଅଛନ୍ତି ରେଣୁକା ଦେବୀ ସ୍ନାନ କଲା ବେଳରେ ଧର୍ମଦେବଙ୍କୁ ଜଳ ଦେଉଥିଲେ ଧର୍ମଙ୍କୁ ଜଳ ଦେଲା ବେଳରେ ଗନ୍ଧର୍ବ ଯାଉଥିଲା ଯେ ଆକାଶରେ ଚିତ୍ରସେନ ଗନ୍ଧର୍ବ କରୁଥିଲା ଗମନ ସେ ଗନ୍ଧର୍ବ ହଟ ଇନ୍ଦ୍ର ନନ୍ଦନ ତା ଛାଇଟା ପଡ଼ିଗଲା ରେଣୁକାର ଉପରେ ତାଙ୍କ ଛାଇ ପଡ଼ିଗଲା ରେଣୁକାଙ୍କ ଉପରେ ନିଜେ ଯମଦଗ୍ନି ଦେଖିଲେ ନେତ୍ରରେ ରାଗରେ ଜର୍ଜର ହୋଇଗଲେ ମହର୍ଷି ଛାର ଗନ୍ଧର୍ବଙ୍ଗ ଛାଇ ସ୍ପର୍ଶ ହୋଇଗଲାଟି ପରମ ପତିବ୍ରତା ନାରୀ ମୋହର 4 ପ୍ରକାର ଲେଖା ମୁଁ ଏଇଟା କହୁଛି ବ୍ରହ୍ମ ବୈବର୍ତ୍ତ ପୁରାଣ हे पंडित वर्गे एबे कर श्रवण छाईटा पड़ी गला अंगरे आर कहीं न मरला सही पामर आज्ञा जिते बड़े देखिले स्वामी की दंडवत कहले कहले रुह
ତମେ ଅସତୀ ବା ଅପବିତ୍ର ହେଲ ବିଟ ପିଇଲ ତମେ ଯଦି ସତୀ ସେ ଗନ୍ଧର୍ବର ଛାଇ ପଡ଼ିଲା ତମେ ମଲନି କାହିଁକି ତମେ କାହିଁ ନ ମରି ସେ ବଞ୍ଚିତ ମଲାନି କାହିଁକି ହଁ ଆଜ୍ଞା ରାଗରେ ଜର୍ଜର ପୁଣି ହଇଲେ ଭାଜା ଆଉ ମୋର ଲୋଡ଼ା ନାହିଁ ଯେ ବଇଲେ ହଁ ଆଜ୍ଞା ବଡ଼ ପୁଅ ପୁଣି ହଳ ରାମଙ୍କୁ ଡକାଇଲେ ହଁ ସତ୍ୟକର କିଛି ଆରେ ମାଗିବି ବଇଲେ ଆଜ୍ଞା ପିତା ସତ୍ୟ ପାଳିଲେ ପୁଣି ବଡ଼ ପୁଅ ବହନ ହଁ ଋଷି କହିଲେ ତୁମର ମାର ମୁଣ୍ଡ କାଟି ଆଣ ହଁ ବଡ଼ ପୁଅ ପୁଣି ଯେ ବିନୟ ହେଲା କଥା ନ ରଖି ବଡ଼ ବିରକ୍ତ ହେଲା ଏତେ ବଡ଼ ଘାତ କରି ନ ପାରିବି ବୋଇଲା ରାଗରେ ଋଷି ହଇଲେ ଜର୍ଜର ଏଣେ ରାଗି ଗଲେ ପୁଣି ବଡ଼ ପୁଅ ଉପର ତାପରେ ତା ତଳ ପୁଅକୁ ଡାକିଲେ ଏଭଳି ଚାରି ଭାଇ ଯାକ ନାହିଁ କରିଦେଲେ ଚାରି ଭାଇ ଯାକ ଯେତେବେଳେ ନାହିଁ କରିଦେଲେ ଶେଷରେ ସାନ ପୁଅ ଶିଶୁ ମେଳରୁ ଫେରୁଥିଲେ ପରଶୁରାମ ସେତେବେଳେ ଗୁରୁଙ୍କ ଠାରୁ ଅସ୍ତ୍ର ଶସ୍ତ୍ର ବିଦ୍ୟା ପାଇ ପରଶୁରାମ ଶିବଙ୍କ ଠାରୁ ପୁଣି ଫେରି ଆସୁଛନ୍ତି କଣ କଲେ ସେତେବେଳକୁ ପାଇଥିଲେ କୁଠାର ଶିବଙ୍କୁ ତପସ୍ୟା କରି ପ୍ରଥମେ କୁଠାର ପାଇଛନ୍ତି କାହା ଉପରକୁ ଆହୁରି କୁଠାର ଚଲେଇ ନାହାନ୍ତି ସେ କୁଠାରଟା କାହା ଉପରକୁ ହେଲେ ମଧ୍ୟ ଆହୁରି ପ୍ରହାର କରିନାହାନ୍ତି ଆଜ୍ଞା କୁଠାର ଧରି ଫେରି ଆସୁଛନ୍ତି ପରଶୁରାମ ଏଣେ ଦଣ୍ଡବତ କରିଲେ ପିତାଙ୍କୁ ବହନ ବୋଇଲେ ବାପା ଛୁଆର ଯମଦଗ୍ନି ବୋଇଲେ ରହ ଆହାରେ ନନ୍ଦନ ପିତା ଧର୍ମ ପିତା କର୍ମ ପିତା ହିଁ ପରମ ତପ ପିତା ହିଁ ଅଟନ୍ତି ପୁଣି ଯେ ପିତୃରେ ପ୍ରଦୀପ ଯଦି ପିତା ବୋଲି ମତେ ଦଣ୍ଡବତ କଲୁ ରେ ନନ୍ଦନ କିଛି ପଦାର୍ଥ ମାଗି ବି ପାରିବି ଦେଇଣ ପରଶୁରାମ ବୋଇଲେ ବାପା ସତ୍ୟ ସତ୍ୟ ତ୍ରୟବାର ସତ୍ୟ ଆପଣ ମାଗିଲେ ମୋର ଶିର କମଳ ମଧ୍ୟ ଦେଇପାରିବି ସତ୍ୟ କରୁଛେ ଆପଣ ଯାହା ମାଗିବେ ମାଗନ୍ତୁ ଏ କଥା ଯେତେବେଳେ କହିଲେ ସେତେବେଳେ ଯମଦଗ୍ନି କହିଲେ ଶୁଣ ଆହାରେ ନନ୍ଦନ ଧର୍ମକୁ କେବେ ହେଲେ ନ କରିବୁ ଅଲଙ୍ଘନ ଯେତେବେଳେ ସତ୍ୟ କରିଲୁ ରେ ନନ୍ଦନ ତୁମ ମା ରେଣୁକାର ଶିରଟା କାଟି ଆଣ ଏ କଥା ଯେତେବେଳେ ମାଗିଦେଲେ କରୁସି ଏଣେ ଆଚାର୍ଯ୍ୟ ହୋଇଗଲେ ଯମଦଗ୍ନି ସନ୍ଦତି କି ବର ବାପା गे ମାଗିଦେଲ ଆପଣ ମା ବାପା ଦୁଃଖେ ଯେ କଇଁର ସମାନ ଜନନୀ ଗର୍ଭଧାରୀ ବସୁଧ୍ୟା ମା ଅଟଇ ଆଉ କେଉଁ ବର ମାଗ ତହିଁ ଯେତେ ପ୍ରକାର ପରଶୁରାମ କହିଲେ ସତ୍ୟ କରି ଅଛ गे ନନ୍ଦନ ବୋଇଲେ ହଁ ବାପା କହଇ ବାଣୀ ଆରେ କୁମର ମଣି ସତ୍ୟ କରିଛୁ ଆରେ ମୋର କୁଣି ତୁ ପୁଣି କେମନ୍ତ ଭାଙ୍ଗିବୁ ରେ ମୋର ଗଳା ହାର ହଇରେ ମୋ ସତ୍ୟ ଭାଙ୍ଗିଲେ ପାପ ଭୋଗିବୁ ତୁ ହିଁ ଗିର ଏ କଥାକୁ ପୁଅଟା କର୍ଣ୍ଣରେ ଶୁଣିନ ଭାଇରା ମୁଣ୍ଡ ଉପରେ ହାତ ଦେଲା ତେବେ ରଖିଣ ବିଦ୍ୟାନ ମଣ୍ଡଳୀରେ ଶୁଣିବେ ମନ ଦେଇ ପୁରାଣ କଥା ପଢିଲେ ଡର ଲାଗୋଇ ଓ କବିଙ୍କୁ କେମିତି ଦୃଶ୍ୟ ହେଲା ଲେଖନୀ ତାଙ୍କର ସେ ଭଳି ଚାଲିଲା ଆଜ୍ଞା ଓ କବିଙ୍କୁ କେମିତି ଦୃଶ୍ୟ ହେଲା ସେମିତି ଲେଖନୀ ଚାଲିଲା ଗୋଟେ ପୁରାଣ ଲେଖିଲା ଯମଦଗ୍ନିଙ୍କର ମୃତ୍ୟୁ ନ ହେବା ପୂର୍ବରୁ ପରଶୁରାମଙ୍କୁ ଟାଙ୍ଗିଆ ମିଳିନି ଆଉ ଗୋଟେ ପୁରାଣ ଲେଖିଲା ପ୍ରଥମେ ଗୁରୁ ଶିକ୍ଷା କରିକି ଶିବଙ୍କ ଠାରୁ ଟାଙ୍ଗିଆ ନେଇକି ଆସୁଛନ୍ତି ପ୍ରଥମ ଚୋଟଟା ପଡିଛି ମା ଉପରେ ହେ ପଣ୍ଡିତ ବର୍ଗ ପୁରାଣ ଦିଅଲୟ ଅତି ବିକଳେ କାନ୍ଦିଲେ ପୁଣି ଯମଦଗ୍ନିଙ୍କ ତନୟ ବୋଇଲେ ପିତାଙ୍କ ପାଦେ ସତ୍ୟ ଯେବେ କରିଅଛି ମାର ଶିରକୁ ନ କାଟିଲେ ନ ଫେରିବି ଲେଉଟି ଏ ପଣ୍ଡିତ ବର୍ଗ ଏବେ ଶୁଣ ଯାଇ ମନ ଏଣେ କାନ୍ଦି କାନ୍ଦି ଚଳିଗଲେ ମହାମେରୁ ପରଶୁରାମ ଜନନୀ ରେଣୁକା ଦେବୀଙ୍କ ପାଖେ ପହଞ୍ଚିଲେ ମା ମା ବୋଲି ପାଦରେ ପୁଣି ଯେ ନମସ୍କାର କଲେ ପୁଅକୁ ଦେଖି ଆନନ୍ଦ ଜନନୀ ହୋଇ ପୁଅ ପୁଅ ବୋଲି କୋଳରେ ଦେଲେ କୁଣ୍ଡାଇ ପୁଅ ବୋଲି ତୁମନ ଦେଲେ ଭଲ ତାଙ୍କର ପରଶୁରାମ ପୁଅ ଭାବିଲେ ମନର ଏଣେ ପିତା ଦେବଙ୍କୁ ସ୍ମରଣ କରିଲେ ମାଲ ମତେ କ୍ଷମା ଦିଅ ଆଜି ବୋଇଲେ ବୋଇଲେ ମା ଆଜି ମତେ କ୍ଷମା ଦିଅ ମୁଁ ତୁମର ଶିର ନେଇ ମୋ ବାପାଙ୍କ ପାଦ ତଳେ ସମର୍ପଣ କରିବି ଯଦି ମା ବୋଲି ତୁମକୁ ଦେବେ ଛାଡ଼ିବି ବହନ ପିତୃ
ପିତୃଙ୍ଗ ଦୋଷ ପିତୃ କଥା ନ ରଖି ପୁଣି ନରକରେ ହୋଇବି ପତନ। ଏ କଥା ପରଶୁରାମ ମନରେ ଭାବିଲେ। ରେଣୁକା ବୋଇଲେ ତାହେଲେ ତମ ବାପାଙ୍କର ବଚନ ପାଳନ କର ନିଶ୍ଚିତ। ସେତେବେଳେ ଶିର ଦେଲେ ଦେଖାଇ ଚୋଟ ମାରି ଶିରଟାକୁ ଦେଲେ ଛିଣ୍ଡାଇ ମାର ମୁଣ୍ଡ ନେଇ ବାପାର ପାଦ ତଳେ ପରଶୁରାମ ନନ୍ଦନ ନେଇଣ ପକାଇଲେ। ଋଷି କହିଲେ ମାର ତ ପକାଇଲ ଆଉ ଗୋଟେ ମୋର ବଚନ ରକ୍ଷା କର ଏ ଚାରି ଭାଇ ଯାକର ଶିର ଦିଅ। ଆଜ୍ଞା ଚାରି ଭାଇ ଯାକର ମୁଣ୍ଡ ଦେଲେ କ କାଟିଣ 5ଟା ମୁଣ୍ଡ ଗଡ଼ାଇ ଦେଲେ ବାପା ଗୋଡ଼ରେ ଧନ୍ୟ ସେ ବାପା ପୁଅ। ଆଜ୍ଞା ମା ଆଉ ଚାରି ଭାଇର ମୁଣ୍ଡ କାଟିକି ଯମଦଗ୍ନି ଋଷିଙ୍କର ପାଦରେ ପାଦ ତଳେ ପକେଇଛନ୍ତି। ଋଷିଙ୍କର ଆନନ୍ଦ କହିଲେ ନ ସରେ ବୋଇଲେ ଧନ୍ୟ 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 ରେ ଯୋଗ୍ୟ ପୁଅ ମୋର ପିତା ବଚନ ରକ୍ଷା କରିଲ ଏଠାର ଏବେ କିବାର ମାଗିବ ମାଗରେ ତନୟ ମାଗିଲେ ଯାହା ମାଗି ପୁତାହା ଦେବି ଆରେ ପୁଅ। ସେ କଥା ଶୁଣି ବାଣୀ କହନ୍ତି ରମଣୀ ମୁଁ ମାଗିବାର କଥା ଯଦି କହୁଛ ସତେ ଟିକିଏ ପରଶୁରାମ ବିଚାର କଲେ କିବର ମାଗିବି ହେ ବାପା ବହିଲେ ଏବେ ମୁଁ ସତ୍ୟ ରକ୍ଷା କରିବା ପାଇଁ ମୁଁ ମୋ କାମ କଲି ଆପଣ ସତ୍ୟ କରନ୍ତୁ ମୁଁ ବର ମାଗି ନହେଲେ କିନି ମାଗି ଯମଦଗ୍ନି ହେଲେ କାହିଁକି ରାଗ ଅଛି ପୁଅ ମାନେ ବଞ୍ଚେଇଦେବେ ମାଙ୍କୁ ବଞ୍ଚେଇବେନି ନାଇଁ ନାଇଁ କହିଲେ ବାପା ସତ୍ୟ କର ମୁଁ ମାଗିବି। ଯମଦଗ୍ନି ମଧ୍ୟ ସତ୍ୟ କଲେ। ଯେତେବେଳେ ସତ୍ୟ କଲେ ବୋଇଲେ ପ୍ରଥମେ ଫେରାଇ ଦିଅ ମାଙ୍କୁ ମୋହର ଏଣେ ଜୀବନ ପାଇବେ ପୁଣି ଜନନୀ ମୋହର ଠିକ ତା ସଙ୍ଗେ ସଙ୍ଗେ ଫେରାଇବ ଚାରି ଭାଇ କି ମୋହର ଶୁଣିଣ ଯମଦଗ୍ନି ଆଚାର୍ଯ୍ୟ ଗଲେ ବଡ଼ ଚତୁର ପୁଅଟା ପରଶୁରାମ ଭାବିଲେ ବାବୁ ମାନେ ଶୁଣିବେ ଦେଇ ମନ କହିଲେ ଶୁଣ ଆରେ ନନ୍ଦନ ମୁଣ୍ଡଗଣ୍ଡି ଅଲଗା ଅଲଗା ହୋଇଯାଇଛି ଗୁରୁକୁଳରେ ଯେ ଅନ୍ଧାର ହୋଇଛି ଗୁରୁକୁଳ ରାତ୍ରଟା ହୋଇଛି ଅନ୍ଧାର ଏବେ ଗଣ୍ଡି ମଧ୍ୟ ଲଗାଅ ଯେ ଯାହାର ଶିର ଏଣେ ଅନ୍ଧାର ଗୁରୁକୁଳରେ ଅନ୍ଧାରିଆ ଅନ୍ଧାରିଆ ଏଇଟା ତ ଗଲା ଶୋଷ ହଉଥିଲେ ଖାରି ପାଣିକି ମିଠା ପାଣିକି ଜଣା ପଡିବ ଭୋକ ଲାଗୁଥିଲେ ଲୁଣିଆ କି ଅଲଣା ଜଣା ପଡିବ ଆଉ କଣ ଭୋକ ପରଶୁରାମକୁ ଇଆଡେ ଭାଇ ଦରକାର ମା ଦରକାର ତରତର ହେଇକିରି ପରଶୁରାମ ଗଲେ କଣ କଲେ ମା ଗଣ୍ଡି ପାଖେ ଭାଇର ମୁଣ୍ଡ ଲଗାଇଲେ ବଡ ଭାଇ ଗଣ୍ଡି ପାଖେ ମାର ଶିର ଲଗାଇଲେ ଏଣେ ମୁଣ୍ଡ ଗଣ୍ଡି ଅଲଗା ଅଲଗା ଗଲା ହୋଇ ମୁଣ୍ଡ ଗଣ୍ଡି ଅଲଗା ଅଲଗା ଯିବାରୁ ହୋଇ ଦୃଶ୍ୟ ଜାଣି ନ ପାରିଲେ ରୁଚିକତ ନଈ କମଣ୍ଡଳୁ ଜଳ ଯମଦଗ୍ନି ଧରିଲେ କମଣ୍ଡଳୁ ଜଳ ଯମଦଗ୍ନି ଧରିଲେ 5ଟା ଶବ ଉପରେ ନେଇ ଛିଞ୍ଚି ଦେଲେ ହେଲେ ଯେତେବେଳେ କମଣ୍ଡଳୁ ଜଳ ଛିଞ୍ଚି ଦେଏ ସମର୍ପଣ କଲେ ଆଜ୍ଞା ନିଦ୍ରାରୁ ଉଠିଲା ପରେ ଉଠିଲେ 5 ଜଣ ଆଜ୍ଞା ଯମଦଗ୍ନି ପାଦ ତଳେ ପଡ଼ିଲେ ଶରଣ ଆଜ୍ଞା ପରଶୁରାମ ସହ ପୁଣି ଆଙ୍କେ 5 ଜଣ 6 ଜଣ ଗଲେ ମା ପୁଅ 6 ଜଣ ହୋଇ ଯମଦଗ୍ନିକୁ ଦଣ୍ଡବତ କଲେ ପଚାରିଥିଲ ତୁମେ ବଡ ଭାଇ ବାପା ସମାନ ଅଟଇ ମା ସମାନ କେବେ ବଡ ଭାଇ ହେଲା ଏ ଯୋ ପରଶୁରାମଙ୍କ ବଡ ଭାଇ ରଘୁରାମ ପରଶୁରାମଙ୍କ ବଡ ଭାଇ ବହନ ରେଣୁକାର ମୁଣ୍ଡଟା ଲାଗିଥିବାରୁ ତୁ ଜାଣ ବଡ ଭାଇ ହୋଇଲା ଜନନୀ ସମାନ। ଆରେ ଧନ୍ୟ 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 ମୋର ନିରଞ୍ଜନ ପଚାରିବା କାରଣ ବାପର ହେଲା ସମାନ ଶୁଣରେ ନନ୍ଦନ ବେଡେରୀ ନମତି ଆଚ୍ଛା ଏଇଟା ହେଲା କି ହେଲା ଏ ପ୍ରଶ୍ନ ସରିଲା ହେଲା